ଗୋପବନ୍ଧୁ ବିଦ୍ୟାପୀଠରେ ହୀରକ ଜୟନ୍ତୀ ପାଳିତ। ନୂଆପଡ଼ା ଜିଲ୍ଲା ଖରିଆରୋଡ଼ ସହର ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ସମାରୋହ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା, ମୁଖ୍ୟ ବକ୍ତା କୋଶଲି କବି ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖରିଆରୋଡ଼ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ, ଗୋପବନ୍ଧୁ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ, ହାଇସ୍କୁଲ ପରିଚାଳନା କମିଟିର ପ୍ରଥମ ସମ୍ପାଦକ ସତ୍ୟନାରାୟଣ ଅଗ୍ରୱାଲ, ହୀରକ ଜୟନ୍ତୀ ଆୟୋଜକ ସଭାପତି ଜାବନ୍ତ ସଲମା ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ସୁଶାନ୍ତ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଏହି ହାଇସ୍କୁଲର ଅନେକ ଛାତ୍ରଛାତ୍ରୀ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ରାଜନେତା ହୋଇ ରାଜ୍ୟରେ ସୁନାମ ଆଣିଛନ୍ତି। କୌଣସି ଛାତ୍ରଛାତ୍ରୀ ପାଠପଢ଼ାରେ ପଛୁଆ ଥାନ୍ତି ନାହିଁ। ତାଙ୍କୁ ଉଚିତ ମାର୍ଗଦର୍ଶନ କଲେ ଭବିଷ୍ୟତରେ ବଡ଼ଲୋକ ହୋଇ ନାଁ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଗୋପବନ୍ଧୁ ବିଦ୍ୟାପୀଠର ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ ପ୍ରଦାନ କରିଥିଲେ। ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ ଥିଲା। ସେ ଉତ୍ସବରେ ହୀରକ ଜୟନ୍ତୀ କମିଟି ତରଫରୁ ମୋତେ ନିମନ୍ତ୍ରଣ କରାଯାଇଥିଲା। ମୋତେ ଖୁସି ଲାଗିଲା ଆଜି ହୀରକ ଜୟନ୍ତୀ କମିଟିରେ ଯୋଗ ଦେବା ଲାଗି। 1964 ମସିହାରେ ଏ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଖରିଆରୋଡ଼ଟା ହେଉଛି ଆମର ଓଡ଼ିଶାର ସୀମାନ୍ତ ଅଞ୍ଚଳ। ଖରିଆରୋଡ଼ ଆସିଲା ମାନେ ଆମେ ଓଡ଼ିଶାକେ ପ୍ରବେଶ କରୁଛୁ। ଆଉ ଆଜି ମାନ୍ୟବର ମନ୍ତ୍ରୀ ବି ଉପସ୍ଥିତ ଥିଲେ, ଇସ୍ପାତ ଖଣି ଏବଂ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭାଇ, ଏବଂ ସେ ପ୍ରତିଶ୍ରୁତି ଦେଇକି ଯାଇଛନ୍ ଏଇଟା +2 ହାୟର ସେକେଣ୍ଡାରୀ ସ୍କୁଲ ଖୋଲିବାର ଲାଗି। ଏବଂ ଆମେ ଆଶା କର୍ମା ନିଶ୍ଚିତ ରୂପେ ଆଗାମୀ ଦିନରେ ବିଦ୍ୟାଳୟଟା ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପରିଣତ। ओम प्रकाश सतनामी टिकेश्वर साहू गदाधर बाग व्यासज राम सोनी भजनलाल साहू किंतु ये समस्त मंच पर कासी जानतो ए माने एई अनुष्ठान पूर्वतन छात्र माने समाज विभिन्न दिगरे विभिन्न कर्म रे समान निजस्व निज निज कर्तव्य रे एवं निजस्व स्वतंत्र परिचय सृष्टि करि पाछन्ती। आज हम समान For more updates, please subscribe to our channel and press the bell icon.